ମୁଁ ହେଉଛି ରବୀନ୍ଦ୍ର କୁମାର ଜେନା, ଭଣ୍ଡାରୀପୁର ବ୍ଲକ ବିକେଏସ୍ଏସ୍ ରେ ଭାଇସ୍ ପ୍ରେସିଡେଣ୍ଟ। ଲୋକକଳା ଦିବସ ବିଡିଓଙ୍କ ତରଫରୁ ତଥା ପ୍ରଶାସନ ତରଫରୁ ଆଜି ଏ ବର୍ଷ ନୂଆ ପ୍ରାୟ ବୋଧହୁଏ ହେଲା, କିନ୍ତୁ ବହୁତ ଭଲରେ। କିନ୍ତୁ ଗୋଟେ କଥା, ଆମ ଭଣ୍ଡାରୀପୁର ବ୍ଲକରେ ଯେତେ କଳା ଅଛି, କଳାକାରମାନେ ଅଛନ୍ତି, ସେଇମାନଙ୍କୁ ନେଇ ଆଜି ଲୋକକଳା ଦିବସ ବହୁତ ଆନନ୍ଦ ଆଉ ଉତ୍ସାହ ଉଦ୍ଦୀପନା ସହିତ ପାଳନ କରାଗଲା। ଆମର ବିଏସ୍ଏସ୍ଓ, ବିଡିଓ ସାର୍ ତଥା ଆମର ବ୍ଲକର ସମସ୍ତ କର୍ମକର୍ତ୍ତା ମାନେ ଏଠି ସହଯୋଗ କରିଛନ୍ତି। ଆଉ ବି ଭଲ ଭାବରେ ମଜବୁତ ଭାବରେ ଆଜି ଲୋକକଳା ଦିବସକୁ ସେ ପାଳନ କରିଛନ୍ତି। ତାପରେ ଏ ଲୋକକଳା ଦିବସରେ 10 ଜଣକୁ ଆଜି ସରକାରଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି, ଯେଉଁମାନେ ବୟୋଜ୍ୟେଷ୍ଠ କଳାକାର। ଆଉ ଜଣେ ବୟୋଜ୍ୟେଷ୍ଠ କଳାକାରଙ୍କୁ ଜିଲ୍ଲା ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ପ୍ରାଣକୃଷ୍ଣ ସାହୁ ମହୋଦୟଙ୍କୁ ଜିଲ୍ଲା ତରଫରୁ, ସେ ଜଣେ ପାଲା ଗାୟକ, ଦକ୍ଷ ପାଲା ଗାୟକ। ତାଙ୍କ ଘରଟା ଆଜ୍ଞା ବାଲି ପୋଖରୀ, ଏଇ ମାନ୍ତପୁର ମାମାଲିଆ। ବହୁତ ଉତ୍ସାହ ଅଛୁ। ଆମ ସାର୍ ବିଡିଓ ସାର୍ ବହୁତ ପାଇଁ କଳା ପ୍ରତି, ସେମାନଙ୍କ କଳା ପ୍ରତି ତାଙ୍କର ବି ଅବଦାନ ଅଛି। ଆମେ ବିଏସ୍ଏସ୍ ମ୍ୟାଡ଼ାମଙ୍କର ବି କଳା ପ୍ରତି ଅବଦାନ ଅଛି, କିନ୍ତୁ ସେ କଳାକୁ ବି ଭଲ ପାଆନ୍ତି। ଆଉ ବହୁତ ଆମ ଭଣ୍ଡାରୀପୁର ବ୍ଲକରେ ପଞ୍ଚାୟତରେ ସରପଞ୍ଚ ମହୋଦୟ, ଆଜି ପ୍ରାୟ 5-7 ଜଣ ସରପଞ୍ଚ ମହୋଦୟ ଆଜି ସେ କଳାକୁ ପ୍ରଦର୍ଶନ, ସେ ବି ନିଜସ୍ୱ ଭାବରେ ତାଙ୍କ କଳା ପ୍ରଦର୍ଶନ କରୁଛନ୍ତି।